ଚାଲନ୍ତୁ କିଛି ରୋଷେଇ ଶିଖିବା ତା ସହିତ କିଛି ଗପ ବି ଶୁଣିବା। ତ ଆଜିର ଗପ ହେଉଛି ସୁନାର ଥାଳି ପାର୍ଟ 1। ଗୋଟେ ରାଜ୍ୟରେ ଜଣେ ବୃଦ୍ଧ ଥିଲେ। ରାଜାଙ୍କର ଏକର ଏକର ଜମିରେ ମିଳିତ ଭାବରେ ସମସ୍ତେ ଚାଷ କରନ୍ତି। ବୃଦ୍ଧ ମଧ୍ୟ ସେଇ ଜମିରେ ଚାଷ କରନ୍ତି। ଦିନକର ଘଟଣା, ଥରେ ବୃଦ୍ଧ ଚାଷ କରୁ କରୁ ସେଇ ଜମିରେ ଗୋଟେ ସୁନାର ଥାଳିଟେ ପାଇଲେ। ଆଖପାଖରେ ସମସ୍ତେ ଦେଖିନେବେ ବୋଲି ସେ ସୁନାର ଥାଳିକୁ ସେ ଲୁକାୟିତ ଭାବରେ ନେଇକି ଘରକୁ ପଳେଇ ଆସିଲେ। ଏମିତିକି ବୃଦ୍ଧ ଜଣକ ତାଙ୍କ ଧର୍ମପତ୍ନୀକୁ ମଧ୍ୟ କିଛି କହିନଥିଲେ। ବୃଦ୍ଧ ଜଣକ ଭାବିଲେ, ମୁଁ ଏଇ ସୁନା ଥାଳିରେ ସେଇ ମଣିଷକୁ ଖାଇବାକୁ ଦେବି ଯେଉଁ ମଣିଷ ଉପଯୁକ୍ତ ପାତ୍ର ହେଇଥିବ। ତ ସେଇ ଅପେକ୍ଷାରେ ବୃଦ୍ଧ ରହିଲେ। ଦିନେ କ'ଣ ହେଲା, ଜଣେ ସନ୍ନ୍ୟାସୀ ଆସିଲେ। ତ ସନ୍ନ୍ୟାସୀଙ୍କୁ ଦେଖି ବୃଦ୍ଧ ଜଣକ ବହୁତ ଖୁସି ହେଇଗଲେ। ତାପରେ ସେ ଭାବିଲେ, ଏ ସନ୍ନ୍ୟାସୀ ଜଣକୁ ମୁଁ ଖାଇବାକୁ ଦେଲେ ସେ ମୋତେ ବହୁତ ଆଶୀର୍ବାଦ ଦେବେ। ଏହା କହିକି ସେ ତାଙ୍କ କଠୁରୀ ଭିତରକୁ ପଶିଗଲା ପରେ ସେ ଯେଉଁ ଥାଳିଟା ସୁନା ଥାଳି ରଖିଥିଲେ ତାକୁ ନେଇକି ଆସିଲେ। ଆସିକି କିଛି ଖାଇବା ବାଢ଼ିଛନ୍ତି କି ନାହିଁ ତାଙ୍କ ମନକୁ ଆସିଲା, ଆରେ ଇଏ ତ ସନ୍ନ୍ୟାସୀ, ଇଏ ବା କ'ଣ କରିବେ, ଇଏ ତ ଗରିବ, 5 ଘର ବୁଲିକି ଯାହା ଖାଇଲେ ସେଇଥିରେ ପେଟ ପୁରିବ, ତାଙ୍କୁ ମୁଁ ଏ ସୁନା ଥାଳିରେ ଖାଇବାକୁ କାହିଁକି ଦେବି କହିକି ସୁନା ଥାଳିକୁ ପୁଣି ସେଇ ବାକ୍ସ ଭିତରେ ଥୋଇଦେଲେ। ତାପରେ ଏମିତି ଦିନକର ଘଟଣା, ମନ୍ତ୍ରୀ ସେପଟେ ଯାଉଥାନ୍ତି। ମନ୍ତ୍ରୀ କ'ଣ କଲେ, ସେ ବୃଦ୍ଧଙ୍କ ଘରେ ରହିଲେ ଏବଂ ତାଙ୍କୁ କିଛି ଖାଇବାକୁ ମାଗିଲେ। ବୃଦ୍ଧ ଜଣକୁ ବି ଖୁସି ହେଇଗଲେ, କହିଲେ ମନ୍ତ୍ରୀଙ୍କୁ ଖାଇବାକୁ ଦେବି, ମୋତେ ବହୁତ ଉପହାର ମିଳିବ। ସାଙ୍ଗେ ସାଙ୍ଗେ ସେ ସୁନା ଥାଳିଟି ବାହାର କଲେ। ତ ବାହାର କରିଛନ୍ତି କି ନାହିଁ ହଠାତ୍ ସେ ଭାବିଲେ, କ'ଣ ଭାବିଲେ ସେଇଟା ପାର୍ଟ 2ରେ ଜାଣିବେ। ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ପାର୍ଟ 2ରେ ଦେଖିବେ।